ପରିଚୟ ଆଜ୍ଞା ରବୀନ୍ଦ୍ର ଦାସ ମହାନ୍ତି ପଡ଼ା ସୁନ୍ଦରଗଡ଼। ଆଉ ପରମ୍ପରାରୁ ଆମର ମହାନ୍ତି ପଡ଼ା ଶୀତଳ ଷଷ୍ଠୀ ଆରମ୍ଭ ହେଇଛି ଆଉ କରବାର୍ ଲାଗି ଯାଉଛୁ। ତେଣୁ ପଡ଼ାର ସମସ୍ତଙ୍କ ଅନୁମତି ନିମନ୍ତେ ଆଜି ବହୁତ ବଡ଼ ପର୍ବର ଗୋଟେ ଖୁସି ମନା ଯାଉଛି ଚାଲିଛି। କମ ସେ କମ 15 ବର୍ଷ ହେଲା ମୁଁ ସେବା କରି ଆସୁଛି। ସବୁ ବରଷ ଭଲ ହଉଛି, ଏବେ ବି ଭଲ ଚାଲିଛି। ନାଚ ବାଦ୍ୟ ସବୁ ପିଲା ରାଗ ଲାଗିଛନ୍ତି ଭିତରେ। ଆଉ ମୁଁ ତ ପୁରୋହିତ ଆଗରେ ଅଛି। ମୋ ନାଁ ହଉଛି ବିପିନ କୁମାର ସିଂ। ଆମ ଶୀତଳ ଷଷ୍ଠୀ କମିଟି ମାନ୍ତିପଡ଼ା ଶୀତଳ ଷଷ୍ଠୀ କମିଟିର ମେମ୍ବର। ଆଉ ଏଇଟା 69 ବର୍ଷ ହେଲା ଏଇଟା ଆମର ଚାଲି ଆସିଛି। ଆଉ ଆମର ମାନ୍ତିପଡ଼ାରୁ ଶୁରୁ ହେଇଛି, ଏଇଟା ମାନେ ଷ୍ଟାର୍ଟ ହେଇଛି, ଏବେ ପର୍ଯ୍ୟନ୍ତ ଚାଲିଛି। ଆଉ ଏଇଟା ବହୁତ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ହୁଏ, ଆଉ ସମସ୍ତେ ଉପଭୋଗ କରନ୍ତି ସୁନ୍ଦରଗଡ଼ ବାସୀ। ଆଉ ଗୋଟେ ଶିବ ଆଉ ପାର୍ବତୀଙ୍କର ବାହା ହେଇକିରି ଗୋଟେ ଏଇଟା ଯାତ୍ରାଟା ଗୋଟେ ମାନେ ଇଏ ମାନେ ଭଗବାନଙ୍କର ଗୋଟେ ଇଚ୍ଛା ହିସାବରେ ତାଙ୍କର ସମୟ ହିସାବରେ ହୁଏ, ସେଇ ହିସାବରେ ଚାଲିଛି, ପରମ୍ପରା ହିସାବରେ ଚାଲିଛି ଏ ପର୍ଯ୍ୟନ୍ତ। ଆଉ ଶିବଙ୍କର ବାପା ହେଇଥିଲେ ରବୀନ୍ଦ୍ର କୁମାର ଦାସ, ମାତା ହେଇଥିଲେ ପୁଷ୍ପାଞ୍ଜଳି ଦାସ, ଆଉ ପାର୍ବତୀଙ୍କର ବାପା ହେଇଥିଲେ ସୁନୀଲ କୁମାର ମିଶ୍ର, ଆଉ ମାତା ହେଇଥିଲେ ପରିଡ଼ା। ଫାଷ୍ଟ ଦିନ ଆମେ ଗଲୁ ମାନେ ପାର୍ବତୀକି ଦେଖବାର୍ ଲାଗି ଆଉ ତାପରେ ସନ୍ଧ୍ୟାରେ ଆମେ ବରାତି ବାହାରିଲୁ। ବରାତି ଯାଇକିରି ସେନ ବିହାଘର ହେଲା ପାର୍ବତୀ ସହିତ। ତାର ଆର ଦିନ ସନ୍ଧ୍ୟାରେ ଆମର କାଲି ସନ୍ଧ୍ୟାରେ ହେଲା ଯାତ୍ରାର ମାନେ ନଗର ପରିକ୍ରମା। ନଗର ପରିକ୍ରମା ହେଇକିରି ଆମର ଏଇନା କାଲି ମୁଣ୍ଡା ଛକ ସେନ ରାତିରେ ରହଣି କଲୁ। ତାପରେ ଆଜି ଏଇଟା ବାହାରୁଛୁ, ଏଇଟା ଆଉ ବାହାରିକିରି ସନ୍ଧ୍ୟା 5-4:30 ମନ୍ଦିର ପ୍ରବେଶ କରିବୁ। ଆଜ୍ଞା ଘଣ୍ଟ ପାର୍ଟି ଅଛି, ଦୁଲଦୁଲି ପାର୍ଟି ଅଛି, ଆମର ବାଇ ନାଚ ଅଛି, ସଂକୀର୍ତ୍ତନ ଅଛି, ଢୋଲ ନାଚ ଅଛି, ଆମର ଡମରୁ ନାଚ ଅଛି। ହରି ଓମ୍ ଜୟ ସିଦ୍ଧେଶ୍ୱର ବାବା କି ଜୟ, ମାତା ପାର୍ବତୀ କି ଜୟ। ଆମ ଏଇଟା ମହାନ୍ତିପଡ଼ା ସୁନ୍ଦରଗଡ଼ର 79 ଇୟର୍ସରେ ଏଇଟା ହେଲା। ଆଜି ଆମର ଶୀତଳ ଷଷ୍ଠୀ ଯାତ୍ରା ପ୍ରଥମ ଦିନ ଆମର ପଟ୍ଟପେଣ୍ଠି ହେଇଥିଲା। ସେ ବର୍ଷ କନ୍ୟା ପିଲା ହେଇଥିଲେ ସୁନୀଲ କୁମାର ମିଶ୍ର ଢେଙ୍କିବାଡ଼ିର। ଆଉ ପଟ୍ଟପେଣ୍ଠି ପରେ ଶୁଭ ବିବାହ ହେଲା ପରଦିନ। କାଲିଠୁ ଯାତ୍ରା ଆରମ୍ଭ ହେଇଛି। ଆଉ ଆଜି ଏଇଟା ନଗର ପରିକ୍ରମାରେ ପାର୍ବତୀ ମାତା ସହିତ ବାବା ବାଲୁକେଶ୍ୱର ମହାଦେବ ବାହାରିଛନ୍ତି।